ନମସ୍କାର। ଏକ ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ। ଜୁନ୍ 20 ତାରିଖରୁ ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭ ହେବ। ଆପଣମାନେ ଜାଣିଥିବେ ଯେ ଆଗ ପଛ ହୋଇ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟରୁ ସନ୍ନ୍ୟାସ ନେବା ପରେ କିଏ ହେବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ, ତାହା ବେଶ କିଛି ଦିନ ହେଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଯଦିଓ ସମସ୍ତେ ସେଇ ଜଣକୁ ଆଶା କରୁଥିଲେ ଯେ ସେ ଭାରତୀୟ ଦଳର ଅଧିନାୟକ ହେବେ, ତାହା ହିଁ ଯୁବରାଜ ଶୁଭମନ ଗିଲ୍ ହୋଇଛନ୍ତି ଭାରତୀୟ ଦଳର ଟେଷ୍ଟ ଅଧିନାୟକ। ମୁମ୍ବାଇରେ ଜାତୀୟ ଚୟନକର୍ତ୍ତାର ଅଧ୍ୟକ୍ଷ ଅଜିତ ଅଗରକରଙ୍କ ନେତୃତ୍ୱରେ ଆଜି ଭାରତୀୟ ଦଳ ଘୋଷଣା ହୋଇଥିଲା ଏବଂ ଭାରତୀୟ ଦଳରେ 18 ଜଣଙ୍କୁ ସାମିଲ କରାଯାଇଛି। 18 ଜଣିଆ ଭାରତୀୟ ଦଳର ନେତୃତ୍ୱ ନେବେ ଶୁଭମନ ଗିଲ୍ ଏବଂ ରିଷଭ ପନ୍ତ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ତେବେ ଆସନ୍ତୁ ଆଗେ ପ୍ରଥମେ ଜାଣିନେବା ଯେ ଏହି ଭାରତୀୟ ଦଳରେ କିଏ କିଏ ସବୁ ଖେଳାଳି ସାମିଲ ରହିଛନ୍ତି। ଶୁଭମନ ଗିଲ୍ ଅଧିନାୟକ, ରିଷଭ ପନ୍ତ ଉପ ଅଧିନାୟକ, ଯଶସ୍ୱୀ ଜୟସ୍ୱାଲ, କେଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ୱର, କରୁଣ ନାୟର, ନୀତିଶ କୁମାର ରେଡ୍ଡି, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ସଦୋଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଷଦୀପ ସିଂ ଏବଂ କୁଲଦୀପ ଯାଦବ। ମହମ୍ମଦ ସାମି ଅସୁସ୍ଥତା ଅର୍ଥାତ୍ ସେ ସମ୍ପୂର୍ଣ୍ଣ ଫିଟ୍ ନ ହୋଇଥିବାରୁ ଦଳରୁ ବାଦ ପଡ଼ିଛନ୍ତି। ସେମିତି ଦେବଦତ୍ତ ପାଡ଼ିକଲ, ସରଫରାଜ ଖାନ, ହର୍ଷିତ ରାଣାଙ୍କୁ ଦଳରେ ସୁଯୋଗ ମିଳିନାହିଁ। ସେମିତି ଋତୁରାଜ ଗାୟକୋଡଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଯେହେତୁ ସେ ଆହତ ହୋଇ IPL ଦଳରୁ ବାଦ ପଡ଼ିଥିଲେ, ତେଣୁ ତାଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। କଥା ହେଉଛି ଜୁନ୍ 20 ତାରିଖରୁ ଭାରତର ଇଂଲଣ୍ଡ ଯେଉଁ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକ ଜୁଲାଇ 2, 10 ତାରିଖ, 23 ଏବଂ 31 ତାରିଖରେ ଖେଳାଯିବ। ତେବେ କଥା ହେଉଛି ଏହି ବରିଷ୍ଠ ଖେଳାଳିମାନଙ୍କର ଅନୁପସ୍ଥିତିରେ, ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯେଉଁ ଦଳ ଆଜି ଘୋଷଣା ହୋଇଛି, ସମ୍ପୂର୍ଣ୍ଣ ଯୁବ ଦଳ ଏଥିରେ ରହିଛନ୍ତି, ଯେଉଁମାନଙ୍କର ବୟସ 30-26 ଭିତରେ ସୀମିତ ରହିଛି। କେବଳ ଆପଣ ଯଶପ୍ରୀତ ବୁମରା ହୁଅନ୍ତୁ, କେଏଲ୍ ରାହୁଲ ହୁଅନ୍ତୁ, ରବୀନ୍ଦ୍ର ଜାଡେଜା ହୁଅନ୍ତୁ, ଏଭଳି ଅଳ୍ପ କିଛି ଖେଳାଳି ଦଳରେ ସ୍ଥାନ ପାଇଛନ୍ତି, ଯେଉଁମାନେ କି ପୂର୍ବରୁ ଅଧିକ ଟେଷ୍ଟ ଖେଳିବାର ଅଭିଜ୍ଞତା ସେମାନଙ୍କ ପାଖରେ ରହିଛି। ତେବେ ଗିଲ୍ଙ୍କୁ ଯେଉଁ ନେତୃତ୍ୱ ନେବା ନେଇ ଦୀର୍ଘ ଦିନ ଧରି ଆଲୋଚନା ଥିଲା, ତାଙ୍କୁ ମଧ୍ୟ ଗତ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଉପ ଅଧିନାୟକ ନିଯୁକ୍ତ କରାଯାଇଥିଲା। ଯାହା ଶୁଣାଯାଏ ଯେ ରାହୁଲ ଦ୍ରାବିଡ଼ ଯେତେବେଳେ ଭାରତୀୟ ଦଳର କୋଚ୍ରୁ ଅବ୍ୟାହତି ନେଲେ, ସେତେବେଳେ ସେ କୁଆଡ଼େ ଜାତୀୟ ଚୟନକର୍ତ୍ତାଙ୍କୁ ଏକଥା କହିଦେଇକି ଯାଇଥିଲେ ଯେ ଗିଲ୍ଙ୍କ ଠାରେ ନେତୃତ୍ୱ ନେବାର କ୍ଷମତା ବା ସାମର୍ଥ୍ୟ ରହିଛି, ତେଣୁ ସେ ସେଇଭଳିଆ ଜଣେ ଖେଳାଳି, ତେଣୁ ତାଙ୍କୁ ଯଦି ପରବର୍ତ୍ତୀ ଅଧିନାୟକ କାହାକୁ କୁହାଯାଏ, ନେତୃତ୍ୱ ଦିଆଯାଏ, ତେବେ ଗିଲ୍ଙ୍କୁ ଦିଆଯାଉ। ତେବେ କଥା ହେଉଛି ଦଳର ଅଧିନାୟକ କାହାକୁ କରାଯାଏ। ଆମେ ଜାଣିଛୁ ପୂର୍ବରୁ ବୁମରା ମଧ୍ୟ ନେତୃତ୍ୱ ନେଇ ରୋହିତ ଶର୍ମା ବର୍ଡ଼ର ଗାଭାସ୍କର ଦଳର ଗାଭାସ୍କର ସିରିଜରେ ଉପସ୍ଥିତ ଥାଇ ମଧ୍ୟ ଯଶପ୍ରୀତ ବୁମରାଙ୍କୁ ଗୋଟିଏ ମ୍ୟାଚ୍ରେ ନେତୃତ୍ୱ ଦିଆଯାଇଥିଲା ଏବଂ ବୁମରା ସେଥିରେ ଭଲ ନେତୃତ୍ୱ ବା ଦଳର ଯେଉଁ ନେତୃତ୍ୱ ଭଲ ସମ୍ଭାଳିଥିଲେ। କିନ୍ତୁ କଥା ହେଉଛି ଯେ ଏଇଥିପାଇଁ ଗିଲ୍ଙ୍କୁ ଚୟନ କରାଗଲା ଯେ ଜଣେ ଅଧିନାୟକ ନିୟମିତ ହେବା ଦରକାର, ଭଲ ଫର୍ମ ରହିବା ଦରକାର, ଫିଟନେସ୍ ମଧ୍ୟ ଭଲ ରହିବା ଦରକାର। କୌଣସି ଗୁଣରେ ଯଶପ୍ରୀତ ବୁମରା କମ୍ ନୁହନ୍ତି, କିନ୍ତୁ ଫିଟନେସ୍ ନେଇ ବାରମ୍ବାର ସେ ଟିକେ ସମସ୍ୟା ରୁହନ୍ତି, ଆହତ ହୋଇଯାଆନ୍ତି, ତେଣୁ ଦଳରୁ ସେ ଦୂରେଇ ରହିଥାନ୍ତି। ତେଣୁ ଗୋଟେ ଯେଉଁ ଦୀର୍ଘମିଆଦୀ କଥାରେ ଚିନ୍ତା କରାଯାଇ ଗିଲ୍ଙ୍କୁ ନେତୃତ୍ୱ ଦିଆଯାଇଛି, କାହିଁକିନା ଗିଲ୍ ଜଣେ ଯୁବ ଖେଳାଳି, ତାଙ୍କୁ ଏବେ ମାତ୍ର 25 ବର୍ଷ ବୟସ। ଉଭୟ ଟେଷ୍ଟ ଏବଂ ଦିନିକିଆ ଏବଂ T20 ଖେଳିବାର ମାନେ ଦକ୍ଷତା ତାଙ୍କର ରହିଛି। 32ଟି ଟେଷ୍ଟ ମଧ୍ୟ ସେ ଖେଳି ସାରିଲେଣି, 55ଟି ଦିନିକିଆ ମଧ୍ୟ ଖେଳିଛନ୍ତି ଏବଂ ଟେଷ୍ଟରେ 5ଟି ଏବଂ ଦିନିକିଆରେ 8ଟି ଶତକ ତେଣୁ ଖେଳରେ ସେ ପରିପକ୍ୱ ହୋଇ ଆସିଲେଣି। ସେମିତି ଜଣେ ଫିଟ୍ ଖେଳାଳି ଭାବରେ ସେ ଏତେ ଆହତ ସମସ୍ୟାରେ ରୁହନ୍ତି ନାହିଁ, ତେଣୁ ସେଇ ଆଧାରକୁ କେନ୍ଦ୍ର କରିକି ଆମର ଯେଉଁ ଦଳ ଚୟନ ବେଳେ ତାଙ୍କୁ ହିଁ ନେତୃତ୍ୱ ଦେବାକୁ ନିଷ୍ପତ୍ତି ହେଇଥିବ ବୋଲି ଆଶା କରାଯାଏ। ତେବେ ପୂର୍ବରୁ ସିଏ ପଞ୍ଜାବ ରଞ୍ଜି ଦଳର ମଧ୍ୟ ଗୋଟେ ନେତୃତ୍ୱ ନେଇଥିଲେ ଏବଂ ଆପଣମାନେ ତ IPL ଦେଖୁଥିବେ ଏବଂ IPLରେ ସେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି ଏବଂ ଭଲ ନେତୃତ୍ୱ ମଧ୍ୟ ନେଇକି ଦଳକୁ ବର୍ତ୍ତମାନ ସୁଦ୍ଧା ସେ ଶୀର୍ଷରେ ପହଞ୍ଚାଇଛନ୍ତି ଏବଂ ପ୍ଲେଅଫ୍ରେ ମଧ୍ୟ ତାଙ୍କ ଦଳ ପହଞ୍ଚି ସାରିଛି। ରାହୁଲ ଦ୍ରାବିଡ଼ଙ୍କ କଥାକୁ ଯଦି ଗୁରୁତ୍ୱ ଦିଆଯାଏ, ତାହେଲେ ରାହୁଲ ସବୁବେଳେ ପ୍ରତିଭା ଚିହ୍ନିବାରେ ମାହିର, ତେଣୁ ସେଇ ଆଧାରରେ ଯଦି ସିଏ ସତରେ ସୁପାରିଶ କରିଥାନ୍ତି
ମାନେ କୋଚ୍ ଛାଡ଼ିବା ବେଳେ ତାହେଲେ ଏହା ଅତି ଚମତ୍କାର କଥା, କାହିଁକିନା ସେ ଯାହାକୁ ବି ଯେତେବେଳେ ବି ଯେଉଁ ଜାଗାରେ ସୁଯୋଗ ଦେଇଛନ୍ତି ଏବଂ ଆଣିଛନ୍ତି ସେ ଭଲ ପ୍ରଦର୍ଶନ କରିଛି। ଚଳିତ IPL ଦେଖନ୍ତୁ ବୈଭବ ସୂର୍ଯ୍ୟବଂଶୀଙ୍କ କଥା। ତେବେ ଆମେ ଟେଷ୍ଟ ଦଳକୁ ଆସିବା। ଯେଉଁ ଟେଷ୍ଟ ଦଳରେ ପ୍ରାୟତଃ ଖେଳାଳି ଆମେ ଦେଖିବୁ ଅନଭିଜ୍ଞ, କିନ୍ତୁ ସେମାନେ ଯୁବ। ଆପଣ ଯଦି ଦେଖିବେ ଯେ ସାଇ ସୁଦର୍ଶନ ଏବଂ ହର୍ଷଦୀପ କରୁଣାରେ ଏମାନେ ଟେଷ୍ଟରେ ପଦାର୍ପଣ କରିବାକୁ ଯାଉଛନ୍ତି। ଦଳରେ ଆମର 4 ଜଣ ଅଲରାଉଣ୍ଡରକୁ ରଖାଯାଇଛି। ସେଥିରେ 2 ଜଣ ସ୍ପିନର, 2 ଜଣ ପେସର ଅଛନ୍ତି। ସେ ହେଉଛନ୍ତି ରବୀନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ସ୍ପିନର ଭାବରେ ଏବଂ ନୀତିଶ କୁମାର ରେଡ୍ଡି ଏବଂ ସର୍ଦୁଲ ଠାକୁର ପେସର ଭାବରେ। କେବଳ ଜଣେ ମାତ୍ର ଆମର ନିୟମିତ ସ୍ପିନର ବା ଯାହାକୁ ଆମେ ସ୍ପେଶାଲିଷ୍ଟ କହିପାରିବା ରଖାଯାଇଛି। ସେ ହେଉଛନ୍ତି କୁଲଦୀପ ଯାଦବ। ଆପଣମାନେ ଏହା ଜାଣିଥିବେ ଯେ ଆମର ଯେଉଁ ଇଂଲଣ୍ଡର ଜଳବାୟୁ ସର୍ବଦା ପେସ୍ ବୋଲିଂକୁ ସୁହାଇଥାଏ, ତେଣୁ ସେହି ଆଧାରରେ ଦଳରେ ଅଧିକ ପେସରଙ୍କୁ ସ୍ଥାନିତ କରାଯାଇଛି ଏବଂ ସ୍ପିନରଙ୍କ ଅପେକ୍ଷା ଅଧିକ ପେସରଙ୍କୁ ଦଳରେ ସ୍ଥାନିତ କରାଯାଇଛି। ଯଦି ଆମେ ଖେଳାଳିମାନଙ୍କର ଯେଉଁ ଟେଷ୍ଟ କିଏ କେତେ ଖେଳିଛନ୍ତି ତା ଉପରେ ଦୃଷ୍ଟି ଦେବା, ଗିଲ୍ 32ଟି ଟେଷ୍ଟ ଖେଳିଛନ୍ତି, ପନ୍ଥ 43ଟି, ଜୟସ୍ୱାଲ 19ଟି, ରାହୁଲ 58ଟି, ସାଇ ସୁଦର୍ଶନ 3ଟି, ଅଭିମନ୍ୟୁ ଖେଳି ନାହାନ୍ତି, କରୁଣାୟର 6ଟି, ନୀତିଶ କୁମାର ରେଡ୍ଡି ମାତ୍ର 5ଟି ଖେଳିଛନ୍ତି। ସେହିଭଳି ଭାବରେ ଜାଡେଜା 80, ଧୋପ ଜୁରେଲ 4, ୱାଶିଂଟନ ସୁନ୍ଦର 9, ସର୍ଦୁଲ ଠାକୁର 11, ବୁମରା 45, ସିରାଜ 36ଟି ମ୍ୟାଚ୍, ପ୍ରସିଦ୍ଧ କ୍ରିଷ୍ଣା 3ଟି ଏବଂ ଆକାଶଦୀପ ସିଂ 7ଟି, ହର୍ଷଦୀପ ସିଂ ଖେଳି ନାହାନ୍ତି, କୁଲଦୀପ 13ଟି ଟେଷ୍ଟ ଖେଳିବାର ଅଭିଜ୍ଞତା ରହିଛି। ଜାଡେଜା ହେଉଛନ୍ତି ସବୁଠୁ ଭେଟରାନ୍ ଦଳରେ ରହିଛନ୍ତି, ଯିଏକି 80ଟି ଟେଷ୍ଟ ଖେଳିବାର ଦକ୍ଷତା ବା ଅଭିଜ୍ଞତା ସେ ରଖିଛନ୍ତି। ତାପରେ ବୁମରା ଆସିବେ, ରାହୁଲ ମଧ୍ୟ 58ଟି ଟେଷ୍ଟ ଖେଳିଛନ୍ତି। ତେବେ ଏହି 3 ଅଧିକ ଭେଟରାନ୍ ଖେଳାଳି ସେମାନେ କହିଲେ ଅତ୍ୟୁକ୍ତି ହେବନି, କାହିଁକିନା ଏମାନେ ହିଁ ସିନିୟର ଭାବରେ ଦଳରେ ରହିଛନ୍ତି। ତେବେ କଥା ହେଉଛି ଯେ ଏଭଳି ଯୁବ ଖେଳାଳିଙ୍କୁ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିଙ୍କୁ ନେଇ ଭାରତ ଏଥର ଯାଉଛି ଇଂଲଣ୍ଡ ସାମ୍ନା କରିବାକୁ। ଇଂଲଣ୍ଡରେ ସର୍ବଦା ଭାରତୀୟ ବ୍ୟାଟର ଏବଂ ବଲର ସଂଘର୍ଷ କରିଥାନ୍ତି। ଯଦିଓ ବୋଲିଂରେ ସନ୍ତୁଳନ ରହିଛି, ଆମର ପେସ୍ ବାହିନୀ ବେଶ ଉନ୍ନତ ରହିଛନ୍ତି, ତେବେ ଏହି ନବାଗତ ବ୍ୟାଟରଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରୁଛି ଯେ ସେମାନେ କିଭଳି ପ୍ରଦର୍ଶନ କରୁଛନ୍ତି। ପ୍ରଥମ ତ ସେମାନେ ବିଦେଶରେ ଏଭଳି ଭାବରେ ଅଭିଜ୍ଞତା ରଖିନାହାନ୍ତି ଯେଉଁଠି କି ଗୋଟେ ଯେ ପରିପକ୍ୱ ସେଭଳି ସେମାନେ ହେଇନାହାନ୍ତି। ତଥାପି ପନ୍ଥ ଯଦି ଭଲ ଫର୍ମରେ ରହିବେ ସେ ସବୁଠି ଭଲ ଖେଳିପାରିବେ। ସେମିତି ଗିଲ୍ ମଧ୍ୟ ଅଧିନାୟକ ଭାବରେ ସେ ବି ମଧ୍ୟ ବିଦେଶରେ କିଛି ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଜୟସ୍ୱାଲ ଭଲ ଫର୍ମରେ ରହିଛନ୍ତି, ବର୍ଡର ଗାଭାସ୍କର ଟ୍ରଫିରେ ଭଲ ଓପନିଂ କରୁଥିଲେ। ରାହୁଲ ଏମାନେ ଯଦି ଭଲ କରୁଛନ୍ତି ତାହେଲେ ଦଳ ନିଶ୍ଚିତ ଭାବରେ ଘରୋଇ ଦଳକୁ ଟକ୍କର ଦେଇପାରିବ। ତେବେ ଆମେ ସେଇ ସମୟକୁ ଅପେକ୍ଷା କରିବା। ପରବର୍ତ୍ତୀ ସମୟରେ କିଏ କେଉଁ ଅର୍ଡ଼ରରେ ଖେଳିବେ ଏବଂ କେମିତି ବ୍ୟାଟିଂ କ୍ରମ ରହିବ ଏବଂ ବୋଲିଂ କ୍ରମ ରହିବ ସେ ବିଷୟରେ ଆମେ ଆଲୋଚନା କରିବା। ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ତେବେ ଆପଣମାନଙ୍କୁ ଅନୁରୋଧ, ଚ୍ୟାନେଲକୁ ଲାଇକ୍ ସେୟାର କରିବା ସହିତ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର।